TR24 ନ୍ୟୁଜ୍ ଚ୍ୟାନେଲ ଲୋହିଆ ଏକାଡେମୀ ୟୁନିଟ୍ 9ରେ ଯେଉଁ ହେଇଥିଲା ସେଥିରେ ଆମକୁ ଆମକୁ ଯେଉଁ ଚିଠିଟି ମିଳିଥିଲା ଏଇ ଚିଠି ମାଧ୍ୟମରେ ଆମେ ଯାଇକି ପହଞ୍ଚିଥିଲୁ ଏବଂ ଆମକୁ ବହୁତ ସମ୍ମାନିତ କରାଯାଇଥିଲା। ଆମକୁ ଲୋହିଆ ଏକାଡେମୀ ତରଫରୁ ଆମକୁ ସର୍ବଶ୍ରେଷ୍ଠ ଓଡ଼ିଶା ଗୌରବ ସମ୍ମାନଟି ମିଳିଛି। ତା ସହିତର ଆମକୁ ଗୋଟେ ବ୍ୟାଚ୍ ବି ମିଳିଛି ଏବଂ ଉତ୍ତରୀୟ ଦେଇ ପୁରସ୍କାର କରିଛନ୍ତି। ଏତିକିରେ ମୁଁ 24 ନ୍ୟୁଜ୍ ଚ୍ୟାନେଲକୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଭଦ୍ରକ ଜିଲ୍ଲାଙ୍କ ଚାଷୀ ତରଫରୁ ବି ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ବଢ଼ୁ ଏବଂ ଏହାର ଅଗ୍ରଗତି ହେଉ, ଏତିକି ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ। ମୁଁ ସୁବ୍ରଜିତ, TR24 ନ୍ୟୁଜକୁ ଆଲୋଚନାକୁ ସ୍ୱାଗତ। ଆମେ ବର୍ତ୍ତମାନ ଉପସ୍ଥିତ ଅଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତୋଳସାହି ଗ୍ରାମ ପଞ୍ଚାୟତ ଗାଜିପୁର ଗ୍ରାମରେ ଜଣେ ଉଦ୍ୟମାନ ସଫଳ ଚାଷୀ ଗଣେଶ ଚନ୍ଦ୍ର ଖାମରାଇ, ଡାକନାମ ଗଣେଶ। ସାର୍, TR24 ନ୍ୟୁଜକୁ ସ୍ୱାଗତ। ଆଜ୍ଞା, ଆପଣ ଜଣେ ସଫଳ ଚାଷୀ, କଣ କହିବେ ଏ ବାବଦରେ? ସର୍ବପ୍ରଥମେ TR24 ନ୍ୟୁଜକୁ ମୁଁ ସ୍ୱାଗତ କରୁଛି, ଧନ୍ୟବାଦ ଦେଉଛି ଏବଂ ସମଗ୍ର ଓଡ଼ିଶାରେ ଏଇ 24 ନ୍ୟୁଜ୍ ଲୋକାଭିମୁଖୀ ହେଉ, ଏହାକୁ ଆମେ ସ୍ୱାଗତ କରୁଛୁ। ଆମେ ଜଣେ ଚାଷୀ ହିସାବରେ ବ୍ଲକ ଲେଭେଲ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଆମେ ବହୁତ କୃଷି କ୍ଷେତ୍ରରେ ସମ୍ମାନିତ ପାଇଛୁ ଏବଂ ଆମକୁ ବହୁତ ମଞ୍ଚରେ ସମ୍ମାନିତ କରାଯାଇଛି। ଏଇ କୃଷି କ୍ଷେତ୍ରରେ ଆମେ କୃଷିଜୀବୀ, ଆମର କୃଷକର ଗୋଟେ ଯେଉଁ କୃଷିର ଅଗ୍ରଗତି ବା ଦେଶର ଉନ୍ନତି, କୃଷିର ଅଗ୍ରଗତି ଯେଉଁ ସରକାର ଯୋଜନା କରିଥିଲେ, ଆମେ ସେଇ ଯୋଜନା ମାଧ୍ୟମରେ ଆମେ କେତେ ଗୁଡ଼ିଏ ଚାଷୀଙ୍କୁ ନେଇକି ଆମେ ଚାଷୀ ଫାର୍ମର ପ୍ରଡ୍ୟୁସର ଗ୍ରୁପ କରିକି ସେଇ ମାଧ୍ୟମରେ ଆମେ ଚାଷ କରିକି ଆମର ଜିଲ୍ଲାକୁ ଏବଂ ଜିଲ୍ଲା ବାହିରେ ଆମେ ଯେଉଁ ପନିପରିବା ଶସ୍ୟ ସବୁ ଆମେ ଉତ୍ପାଦନ କରୁଛୁ ତାର ଗୋଟେ ଭଲ ମାର୍କେଟ ଆମେ କରିପାରୁଛୁ ଏବଂ ଏଇ ମାଧ୍ୟମରେ କଥାରେ ଅଛି, ଚାଷ କାମ ଯାହାର କେଡ଼େ ସୁଖ ତାହାର, ସିଏ ସିନା ଯୋଗାଉଛି ସମସ୍ତଙ୍କୁ ଆହାର। ଆପଣ ଜଣେ ଚାଷୀ, ବହୁତ ଚାକିରି କରିପାରିଥାନ୍ତେ, କିନ୍ତୁ ଆପଣ ଚାଷ କ୍ଷେତ୍ରକୁ କାହିଁକି ଅଗ୍ରସର ହେଲେ? ଚାଷ ଯେଉଁଟା ଆପଣ କହିଲେ, ଚାଷ ଅଛି ଯାହାର କି ଆନନ୍ଦ ତାହାର, କିନ୍ତୁ ଚାଷୀ କହେ କ'ଣ, ତାର ଓଲଟା ଅର୍ଥ ଥାଏ, ଚାଷ ଅଛି ଯାହାର କେତେ ଦୁଃଖ ତାହାର। କିନ୍ତୁ ଦୁଃଖ ଆଉ ଆନନ୍ଦ ସବୁଟାକୁ ନେଇକି ଚାଷୀ ଆଗକୁ ବଢ଼େ। କେତେବେଳେ ଆପଣ ରାଜ୍ୟସ୍ତରୀୟ, ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ସଫଳ ଚାଷୀ ହିସାବରେ ଆପଣଙ୍କୁ ମାନ୍ୟତା ପାଇଛନ୍ତି, ସେ ବିଷୟରେ ଆପଣ କେତେ ଖୁସି ଅଛନ୍ତି? ନା, ମାନ୍ୟତା ପାଇଛୁ, ଆମେ ବହୁତ ସ୍ତରରେ ସଫଳତା ଅର୍ଜନ କରିଛୁ। ଆମର କର୍ମକ୍ଷେତ୍ର, ଆମେ ଯାହା କିଛି କରୁଛୁ ସରକାରଙ୍କ ଯୋଜନାଟାକୁ ଆମେ ସରକାରଙ୍କ ପାଖରେ ବା ସରକାର ଆମ ପାଖରେ ପହଞ୍ଚି ପାରିବାରୁ ଆମେ ସେଥିରେ ସଫଳତା ପାଉଛୁ ବୋଲିକି ଆମେ ଟିକେ ଖୁସି ଅଛୁ। କାରଣ ଚାଷ ସମୟରେ କେତେ ବାଧାବିଘ୍ନ ଆସୁଥିବ, କେତେ କ୍ଷୟକ୍ଷତି ଆସୁଥିବ, ତାକୁ କେମିତି ଆପଣ ଷ୍ଟ୍ରଗଲ କରନ୍ତି? କ୍ଷୟକ୍ଷତି ଏଇ 2024 ଲାଷ୍ଟରେ ଆମର ଗୋଟେ ହେଲା ଦାନା କ୍ଷତି ଭଦ୍ରକ ଜିଲ୍ଲାକୁ ବା କେତେଟା ଓଡ଼ିଶାରେ କେତେଟା 5-6ଟା ଜିଲ୍ଲାକୁ ଯେଉଁ ଦାନା କ୍ଷୟକ୍ଷତି ହେଲା, ସମୁଦ୍ରରୁ ଯେଉଁ ଲୁଣି ପାଣି ମାଡ଼ି ଆସିଲା ଏବଂ ଉପରୁ ଯେଉଁ ବର୍ଷା ହେଲା, ଧାନ ତ କ୍ଷତି ହେଲା, ତାପରେ କରିଥିବା ପରିବା ଚାଷ ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ତେଣୁ ଚାଷୀ ତାକୁ ବି ଧୈର୍ଯ୍ୟର ସହ ରହି ପୁଣି ମାସେ ପରେ ପୁଣି ଚାଷ କାର୍ଯ୍ୟ ଆରମ୍ଭ କରିବ। ତାପରେ ସିଏ ତାର ମେରୁଦଣ୍ଡକୁ ସଳଖି ଚାଲିବା ପାଇଁ ସିଏ ଚିନ୍ତା କରେ ଏବଂ ଆଗକୁ କେମିତି ବଢ଼ିବ, ତାପରେ ତାର ପରିବାର କେମିତି ପ୍ରତିପୋଷଣ ହେବ, ତା ପିଲାମାନେ କେମିତି ପାଠଶାଠ ପଢ଼ିବେ, ଟିକେ ଭଲରେ ରହିବେ, ସେଥିପାଇଁ ସିଏ ବହୁତ ଚିନ୍ତା କରିକି ଆଗକୁ ଚାଷ ମାଡ଼ି ଚାଲେ। ସବୁଠାରୁ ଯେ କି ଖୁସିର କଥା, ଆପଣ TR24 ନ୍ୟୁଜ୍ ଚ୍ୟାନେଲ ତାର 5ମ ବାର୍ଷିକ ଉତ୍ସବରେ ଲୋହିଆ ଏକାଡେମୀ ଠାରେ ଆପଣଙ୍କୁ ପୁରସ୍କୃତ କରାଯାଇଥିଲା ଓଡ଼ିଶା ଗୌରବ ସମ୍ମାନ।
ଆପଣ ସେ ନେଇ କେତେ ଖୁସି ଥିଲେ? TR24 ନ୍ୟୁଜ୍ ଚ୍ୟାନେଲ ଲୋହିଆ ଏକାଡେମୀ ୟୁନିଟ୍ 9ରେ ଯେଉଁ ହେଇଥିଲା, ସେଥିରେ ଆମକୁ ଆମକୁ ଯେଉଁ ଚିଠିଟି ମିଳିଥିଲା, ଏଇ ଚିଠି ମାଧ୍ୟମରେ ଆମେ ଯାଇକି ପହଞ୍ଚିଥିଲୁ ଏବଂ ଆମକୁ ବହୁତ ସମ୍ମାନିତ କରାଯାଇଥିଲା। ଆମକୁ ଲୋହିଆ ଏକାଡେମୀ ତରଫରୁ ଆମକୁ ସର୍ବଶ୍ରେଷ୍ଠ ଓଡ଼ିଶା ଗୌରବ ସମ୍ମାନଟି ମିଳିଛି। ତା ସହିତର ଆମକୁ ଗୋଟେ ବ୍ୟାଚ୍ ବି ମିଳିଛି ଏବଂ ଉତ୍ତରୀୟ ଦେଇ ପୁରସ୍କାର କରିଛନ୍ତି। ଏତିକିରେ ମୁଁ 24 ନ୍ୟୁଜ୍ ଚ୍ୟାନେଲକୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଭଦ୍ରକ ଜିଲ୍ଲାଙ୍କ ଚାଷୀ ତରଫରୁ ବି ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ବଢ଼ୁ ଏବଂ ଏହାର ଅଗ୍ରଗତି ହେଉ, ଏତିକି ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ। TR24ର ଚିଫ୍ ଏଡିଟର ଆଦିତ୍ୟ ରାଜ ଖଡଙ୍ଗୀ ସାର୍ଙ୍କୁ ଆପଣଙ୍କୁ କଣ ତାଙ୍କୁ ଧନ୍ୟବାଦ କଣ ଜଣାଇବେ? ଆଦିତ୍ୟନାଥ ଖଡଙ୍ଗେ ସାର୍ଙ୍କୁ ତାଙ୍କର ଏଇ ଯେଉଁ ପ୍ରତିଶ୍ରୁତି, ତାଙ୍କର ଏଇ ଯେଉଁ ଆଗକୁ ବଢ଼ିବାର ଯେଉଁ ଯୋଜନାଟି ସେ ବହୁଳ ପରିମାଣରେ ରଖିଛନ୍ତି, ସେଇ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ତାଙ୍କୁ ବହୁତ ବହୁତ ବଧେଇ ଜଣାଉଛୁ ଏବଂ ତାଙ୍କର ଏଇ କର୍ମମୟ ଜୀବନ ଆହୁରି ଆନନ୍ଦମୟ ହଉ, ସେ ଆହୁରି ଆଗକୁ ବଢ଼ନ୍ତୁ, ଏହା ହିଁ ଈଶ୍ୱରଙ୍କ ପାଖରେ ଆମର ପ୍ରାର୍ଥନା। ଯେତେବେଳେ ଲୋହିଆ ଏକାଡେମୀରୁ ଆପଣଙ୍କୁ ପୁରସ୍କୃତ ପ୍ରଦାନ କରାଯାଉଥିଲା, ସେତେବେଳେ ଆପଣ କଣ ଫିଲ୍ କରିଥିଲେ ନିଜକୁ? ମୁଁ ନିଜକୁ ଫିଲ୍ କରିବି, ଆମେ ଯେତେବେଳେ ଯାଇ ସେଠାରେ ପହଞ୍ଚିଲୁ ଏବଂ ଆମକୁ ଯେତିକି ସମ୍ମାନ ଲୋହିଆ ଏକାଡେମୀ ତରଫରୁ ମିଳିଲା ଏବଂ ଆମକୁ ଯେତିକି ସମ୍ମାନ ମିଳିଲା, ଆମେ ଏଥିରେ ବହୁତ ଖୁସି ଏବଂ ଏ 24 ନ୍ୟୁଜ୍କୁ ଆମେ ସେଇଥିପାଇଁ ବହୁତ ଆନନ୍ଦ ଦେଉଛି ଏବଂ ଏ 24 ନ୍ୟୁଜ୍ କିନ୍ତୁ ଆଗକୁ ବଢ଼ୁ, ଏହା ହିଁ ଆମେ ବି କାମନା କରୁଛୁ। ଜୀବନରେ ବହୁତ ଅର୍ଥ କମେଇଛନ୍ତି କୃଷି କ୍ଷେତ୍ରରେ, ଜଣେ ସଫଳ କୃଷି ହିସାବରେ ଟଙ୍କା ସହିତ ଯୋଉ ସମ୍ମାନର ଯୋଉ ଆଜି ଯୋଉ ସମ୍ମାନ ପାଇଛନ୍ତି, କାହାକୁ ଅଧିକ ଭାବିବେ ଯେ କି ସମ୍ମାନର ମୂଲ୍ୟ ଅଧିକ ନା ଟଙ୍କାର ମୂଲ୍ୟ ଅଧିକ? ନାଇଁ ଆଜ୍ଞା, ଏଇଠି ଗୋଟେ ଧର୍ମ ପରୀକ୍ଷା। ଏଇ ଯେଉଁ ସମ୍ମାନ ଟିକକ ଆସିକି ଚିଠି ଗୋଟିଏ ପାଖରେ ପହଞ୍ଚୁଛି, ଏଇ ଚିଠିଟି ପାଇ ଆମେ ଏତେ ଖୁସି ଏବଂ ଏଇ ଚିଠି ବଳରେ 24 ନ୍ୟୁଜ୍କୁ ଆମେ ଆମର ଆନ୍ତରିକତା ସହିତ ଆମେ ଧନ୍ୟବାଦ ଅର୍ପଣ କରୁଛୁ ଏବଂ ଆମକୁ ଯେତିକି ସମ୍ମାନ ମିଳିଛି, ଇଏ ସମ୍ମାନ ଟଙ୍କା ପଇସା ଠାରୁ ବହୁ ଗୁଣ ଅଧିକ ଆମକୁ ସମ୍ମାନ ମିଳୁଛି। ଗ୍ରାଉଣ୍ଡ ଜିରୋରୁ TR24ର ରିପୋର୍ଟର ଆପଣଙ୍କ ପାଖରେ ଆସି ପହଞ୍ଚିଥିଲେ, ତାଙ୍କୁ କଣ ଆପଣ କହିବେ? ଜିରୋ ଗ୍ରାଉଣ୍ଡରୁ 24 ନ୍ୟୁଜ୍ ଆମ ପାଖରେ ପହଞ୍ଚିବା ପରେ ଆମକୁ ସେ ଯେତିକି କାର୍ଯ୍ୟକ୍ରମ ବାବଦକୁ ଯାହା କହିଥିଲେ, ଆମେ ସେଇ 24 ନ୍ୟୁଜ୍ ବାବଦକୁ ଆମେ ବହୁତ ଶୁଭେଚ୍ଛା ଜଣାଉଛୁ ଏବଂ 24 ନ୍ୟୁଜ୍ର କାର୍ଯ୍ୟକ୍ରମ ବା 24 ନ୍ୟୁଜ୍ର କର୍ମକର୍ତ୍ତାଙ୍କୁ ଆମେ ଆଗକୁ ବଢ଼ିବା ପାଇଁ ଆମେ ତାଙ୍କ ସହିତ ଉଦ୍ୟମ ଜାରି ରଖୁଛୁ। ସର୍ବଶେଷରେ TR24 ନ୍ୟୁଜର ଚିଫ୍ ଏଡିଟର ଆଦିତ୍ୟନାଥ ଖାଡେଙ୍ଗ ସାର୍ଙ୍କୁ କଣ ମତାମତ ଦେବେ? ଆଦିତ୍ୟନାଥ ଖଡଙ୍ଗେ ସାର୍ଙ୍କୁ 24 ନ୍ୟୁଜ୍ ବାବୁକୁ ଆମେ ସର୍ବଶେଷରେ ତାଙ୍କୁ ତ ବହୁତ ଆମର ଜଗତର ନାଥ ଜଗନ୍ନାଥଙ୍କ ଚରଣାବିନ୍ଦରେ ପଦାର୍ପଣ କରି ତାଙ୍କୁ ଧନ୍ୟବାଦ ପୂର୍ବକ ଆଗକୁ ଏଇ 24 ନ୍ୟୁଜ୍ ଆଗକୁ କେମିତି ଅଗ୍ରଗତି କରିବ, ଆମେ ତାଙ୍କୁ ସେତିକି ଧନ୍ୟବାଦ ଆମେ ଦେଇ ସେ ମଞ୍ଚରେ ଆମେ ଏତିକି ତାଙ୍କ ପାଇଁ ଶୁଭକାମନା କରିଥିଲୁ। ବର୍ତ୍ତମାନ ଆମେ ଯିଏକି ଶୁଣୁଥିଲେ ଗଣେଶ ଚନ୍ଦ୍ର ଖାମରାଇ, ଜଣେ ସଫଳ ଚାଷୀ। ଆମର ଆଲୋଚନାକୁ ଏଇଠି ରଖିବା। ମୁଁ ସୁବ୍ରଜିତ, TR24 ନ୍ୟୁଜକୁ ସ୍ୱାଗତ।